ମୟୂରଭଞ୍ଜ ଜିଲ୍ଲାର କୁସୁମୀ ବ୍ଲକ ଅନ୍ତର୍ଗତ ମୟୂରଦର ଗ୍ରାମ ପଞ୍ଚାୟତର ନଙ୍ଗଳଶିଳା ଗ୍ରାମର ଭାଲୁବସା ସାହିର ବାସିନ୍ଦାମାନେ ବସୁଧା ଯୋଜନା ଅଧୀନରେ ନିର୍ମିତ ପାଣି ଟାଙ୍କିକୁ କାର୍ଯ୍ୟକ୍ଷମ କରିବା ଦାବିରେ ଗ୍ରାମ୍ୟ ଜଳ ଯୋଗାଣ ଏବଂ ପରିମଳ ବିଭାଗକୁ ଦାବି ପ୍ରଦାନ କରିଛନ୍ତି। ପ୍ରକାଶ ଥାଉ କି ଉକ୍ତ ପାଣି ଟାଙ୍କିରେ ନିର୍ମାଣ କାର୍ଯ୍ୟ ପ୍ରାୟ 5 ବର୍ଷ ପୂର୍ବରୁ ସମାପ୍ତ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ମୂଳ ଉତ୍ସରୁ ପାଣି ଯୋଗାଣ ଆରମ୍ଭ ହୋଇନାହିଁ। ଫଳସ୍ୱରୂପ ସମ୍ପୂର୍ଣ୍ଣ ପକ୍କାପଟି ଅଚଳ ଅବସ୍ଥାରେ ପଡ଼ି ରହିଛି ଏବଂ ଗ୍ରାମବାସୀ ଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ହୋଇ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ବାରମ୍ବାର ସମ୍ପୃକ୍ତ ବିଭାଗକୁ ଅବଗତ କରାଇଲେ ମଧ୍ୟ ସମସ୍ୟାର କୌଣସି ସମାଧାନ ହୋଇପାରୁନାହିଁ। ଏହା ବିଭାଗର ଚରମ ଅବହେଳା ଏବଂ ଦାୟିତ୍ୱହୀନତାକୁ ପ୍ରମାଣିତ କରୁଛି। ଏହି ପରିପ୍ରେକ୍ଷୀରେ ଲକ୍ଷ୍ମଣ ମାଝୀଙ୍କ ନେତୃତ୍ୱରେ ନଙ୍ଗଳଶିଳା ଗ୍ରାମର ଭାଲୁବସା ସାହିର ବାସୀଙ୍କ ସହ ମାସା ସଂଗଠନ କର୍ମକାଣ୍ଡରେ ଏକତ୍ରିତ ହୋଇ ଗ୍ରାମ୍ୟ ଜଳ ଯୋଗାଣ ଏବଂ ପରିମଳ ବିଭାଗରେ ଦାବି ପ୍ରଦାନ କରିଛନ୍ତି। ସେମାନେ ଶୀଘ୍ର ପ୍ରକଳ୍ପଟିକୁ କାର୍ଯ୍ୟକ୍ଷମ କରି ଗ୍ରାମବାସୀଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇବାକୁ ଦାବି କରିଛନ୍ତି। ମୟୂରଭଞ୍ଜ ରାଇରଙ୍ଗପୁରରୁ ସାମେଳ ପାଣିଗ୍ରାହୀ ରିପୋର୍ଟ ଓଡ଼ିଶା ନ୍ୟୁଜ୍।